ବନ୍ଦେ ମାତରମ୍ ପରାଧୀନ ଭାରତବର୍ଷ ପାଇଁ ସିଏ ଥିଲା ମୁକ୍ତିର ମାଙ୍ଗଳିକ ବିସ୍ଫୋରିତ ବିଦ୍ରୋହର ଭୈରବୀ ରାଗ। ହଁ, କେବଳ ପଦ ଲାଳିତ୍ୟରେ ଏହା ମନମୁଗ୍ଧକର ନୁହେଁ, ବରଂ ପ୍ରାଣରେ ଏକ ଅପୂର୍ବ ଶିହରଣ ଜଗାଇବାରେ ଅଦ୍ଭୁତ କ୍ଷମତା ରହିଛି ଏହାର। ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନରେ ଏହି ବନ୍ଦେ ମାତରମ୍ ଧ୍ୱନି ଉନ୍ମାଦନା ଭରି ଦେଇଥିଲା ପରାଧୀନ ଭାରତର ସଂଘର୍ଷମୟ ସମୟରେ। ଏହି ଧ୍ୱନି ତୁଣ୍ଡରେ ନେଇ କେତେ ଯେ ଦେଶପ୍ରେମୀ ବିଦେଶୀ ଗୋରା ଶାସକର ବେତମାଡ଼ ନ ସହିଛନ୍ତି ତାହାର କିଛି ହିସାବ ନାହିଁ। କୋରଡ଼ା ମାଡ଼ ଖାଇ ମଧ୍ୟ ସଂଗ୍ରାମୀମାନେ ପଛାଇ ନାହାନ୍ତି ଆଦୌ। ବନ୍ଦେ ମାତରମ୍ ସତେ ଯେପରି ଥିଲା ସେମାନଙ୍କ ପାଇଁ ବିପ୍ଳବର ବୀଜମନ୍ତ୍ର, ଜୀବନର ଶାଣିତ ସଙ୍ଗୀତ। ଏହି ସଙ୍ଗୀତକୁ ଗାଇ ଗାଇ ସେମାନଙ୍କୁ ମରଣକୁ ବରଣ କରିବାକୁ ହୋଇଛି। କିଏ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ତ କିଏ ଗୁଳି ଚୋଟରେ ଜୀବନ ଦେଇଛନ୍ତି ବନ୍ଦେ ମାତରମ୍କୁ ଉଚ୍ଚାରଣ କରି କରି। ଭାରତ ମାତାର ଏହି ବନ୍ଦନା କାଲି ପାଇଁ ଯେ ପ୍ରେରଣାପ୍ରଦ ଥିଲା ତାହା ନୁହେଁ, ଆଜି ମଧ୍ୟ ଆଗାମୀ କାଲି ପାଇଁ ମଧ୍ୟ ଏହା ଭାରତୀୟମାନଙ୍କ ପ୍ରାଣରେ ଉଦାତ୍ତ ଉଦ୍ଦୀପନା ଖେଳାଇ ଚାଲିଥିବ ମଧ୍ୟ। ଇଂରେଜ ଶାସନ କାଳରେ ବନ୍ଦେ ମାତରମ୍ ଉଚ୍ଚାରଣ କରିବା ଥିଲା ବଡ଼ ଅପରାଧ। 1905 ମସିହାର ନଭେମ୍ବର ମାସ ବଙ୍ଗଳାର ରଙ୍ଗପୁରରେ ଗୋଟିଏ ସ୍କୁଲ ପିଲାମାନେ ଗାନ କରିଥିଲେ ଏହି ମାତୃବନ୍ଦନାଟି। ଏଥିପାଇଁ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା। ଦଣ୍ଡ ସ୍ୱରୂପ ପ୍ରତ୍ୟେକଙ୍କୁ 5 ଟଙ୍କା ଲେଖାଏଁ 200 ପିଲାଙ୍କଠାରୁ ଆର୍ଥିକ ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ, ବନ୍ଦେ ମାତରମ୍ ଗାନ କରୁଥିବା ଲୋକମାନଙ୍କୁ ଦମନ କରିବାକୁ ବିଭିନ୍ନ ଜିଲ୍ଲା ଅଧିକାରୀମାନଙ୍କୁ ମଧ୍ୟ କୁହାଯାଇଥିଲା। ବନ୍ଦେ ମାତରମ୍ର ରଚୟିତା ଥିଲେ ଭାରତବର୍ଷର ପ୍ରଥମ ଗ୍ରାଜୁଏଟ୍ ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ବଙ୍କିମ ଚନ୍ଦ୍ରଙ୍କ ଜଣାଶୁଣା ଉପନ୍ୟାସ ଆନନ୍ଦମଠ 1882ରେ ଏହି ସଙ୍ଗୀତ ସଂଯୋଜିତ ହୋଇଥିଲେ ହେଁ ଏହା ରଚିତ ହୋଇଥିଲା ଯଥେଷ୍ଟ ପୂର୍ବରୁ। ଆନନ୍ଦମଠର ପ୍ରକାଶ ପରେ ବନ୍ଦେ ମାତରମ୍ ଲାଭ କଲା ପ୍ରସିଦ୍ଧି। ଅନ୍ୟ କୌଣସି ସଙ୍ଗୀତ ପାଇଁ ଏପରି ଲୋକପ୍ରିୟତା ଏତେ ଶୀଘ୍ର ମିଳିପାରି ନାହିଁ ଏଯାବତ୍। 1905 ମସିହାର ଅକ୍ଟୋବର ମାସରେ ଉତ୍ତର କଲିକତାରେ ଗଢ଼ାଯାଇଥିଲା ବନ୍ଦେ ମାତରମ୍ ସମ୍ପ୍ରଦାୟ। ମାତୃଭୂମି ଆରାଧନାର ପ୍ରଚାର କରିବା ଥିଲା ଏହାର ଲକ୍ଷ୍ୟ। ପ୍ରତି ରବିବାର ବନ୍ଦେ ମାତରମ୍ ସମ୍ପ୍ରଦାୟର ସମସ୍ତ ସଦସ୍ୟ ଶୋଭାଯାତ୍ରାରେ ବନ୍ଦେ ମାତରମ୍ ସଙ୍ଗୀତ ଗାଇ ଗାଇ ଯାଉଥିଲେ। ସ୍ୱେଚ୍ଛାରେ ଲୋକମାନେ ଏଥିରେ ଯୋଗ ଦେଉଥିଲେ। ଏପରିକି ରବୀନ୍ଦ୍ରନାଥ ଠାକୁର ମଧ୍ୟ ସାମିଲ ହୋଇଥିଲେ ଏହି ଶୋଭାଯାତ୍ରାରେ। 20 ମେ 1906 ମସିହା ବରିଶାଲ, ବର୍ତ୍ତମାନ ବଙ୍ଗଳାଦେଶ ଅନ୍ତର୍ଗତ। ବରିଶାଲରେ ପ୍ରାୟ 10,000 ଜନତା ବନ୍ଦେ ମାତରମ୍ ଗାଇ ଗାଇ ପତାକା ଧରି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଯାଇଥିଲେ। ଇଂରେଜ ଶାସକ ପ୍ରତି ସାମାନ୍ୟତମ ଭୟ ସେମାନଙ୍କ ମନରେ ନଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ଉଭୟ ହିନ୍ଦୁ ଓ ମୁସଲମାନ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସେମାନଙ୍କ ହାତରେ ଥିଲା ବନ୍ଦେ ମାତରମ୍ ପତାକା। ସେହି ବର୍ଷ ଅଗଷ୍ଟ ମାସରେ ବନ୍ଦେ ମାତରମ୍ ନାମରେ ଦୈନିକ ଇଂରାଜୀ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ସ୍ୱାଧୀନତା ସଂଗ୍ରାମୀ ବିପିନ ଚନ୍ଦ୍ର ପାଲ୍ ଥିଲେ ଏହାର ସମ୍ପାଦକ। ଅଳ୍ପ କିଛି ଦିନ ପରେ ଶ୍ରୀ ଅରବିନ୍ଦ ଏହି ସମ୍ବାଦପତ୍ରର ଯୁଗ୍ମ ସମ୍ପାଦକ ଭାବେ ଯୋଗ ଦେଇଥିଲେ। ଏହି ପତ୍ରିକା ପରାଧୀନ ଭାରତବର୍ଷରେ ଦେଶପ୍ରେମର ବହୁଳ ପ୍ରଚାର କରିପାରିଥିଲା। 1906 ମସିହା ନଭେମ୍ବର ମାସରେ ମହାରାଷ୍ଟ୍ରର ଧୁଲିଆଠାରେ ହୋଇଥିବା ଜନସମାବେଶରେ ତୁହାକୁ ତୁହା ବନ୍ଦେ ମାତରମ୍ ଧ୍ୱନି ଗଗନ ପବନ ମୁଖରିତ କରିଦେଇଥିଲା। 1908 ମସିହାରେ କର୍ଣ୍ଣାଟକର ବେଲଗାଁଓଠାରେ ବନ୍ଦେ ମାତରମ୍ ଧ୍ୱନି ଦେଇ ବହୁ ଜନତାଙ୍କୁ ନିର୍ଘାତ ମାଡ଼ ଖାଇବାକୁ ହୋଇଥିଲା।
ଅନେକ ମଧ୍ୟ ହୋଇଥିଲେ ଗିରଫ। ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କୁ ବ୍ରହ୍ମଦେଶର ମାଣ୍ଡେଲେକୁ ସ୍ଥାନାନ୍ତର କରାଯାଇଥିବା ଆଦେଶ ବିରୁଦ୍ଧରେ ହୋଇଥିବା ବିକ୍ଷୋଭରେ ଏହି ଧ୍ୱନି ହିଁ ଚତୁର୍ଦିଗ ପ୍ରକମ୍ପିତ କରିଥିଲା। ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ଜାତୀୟ କଂଗ୍ରେସ। ଏହାର 1896 ଓ 1906 ଅଧିବେଶନରେ ରବୀନ୍ଦ୍ରନାଥ ଠାକୁର ଗାନ କରିଥିଲେ ଏହି ମାତୃବନ୍ଦନା। ଭାରତୀୟ ଜାତୀୟ କଂଗ୍ରେସର ବାରାଣାସୀ ଅଧିବେଶନରେ ସାରା ଭାରତର ପ୍ରତିଟି ଜାତୀୟ ଉତ୍ସବରେ ବନ୍ଦେ ମାତରମ୍ ଆବୃତ୍ତି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଙ୍ଗୀତର ଯେଉଁ ସ୍ଥାନରେ 7 କୋଟି ସନ୍ତାନ ଲେଖା ଯାଇଥିଲା ତାହା ବଦଳାଇ 30 କୋଟି କରିଦିଆଗଲା। 1906 ମସିହାରେ ଜବାହରଲାଲ ନେହେରୁ ଇଂଲଣ୍ଡର ହାରୋଠାରେ ଅଧ୍ୟୟନ କରୁଥିବା ବେଳେ ପିତା ମୋତିଲାଲ ତାଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ସେ ପତ୍ରରେ ଉଲ୍ଲେଖ ଥିଲା, ଆମେ ଭାରତ ଇତିହାସର ଏକ ଘଡ଼ିସନ୍ଧି କ୍ଷଣରେ ପହଞ୍ଚିଛୁ। ଏପରିକି ଆହ୍ଲାବାଦରେ ମଧ୍ୟ ବନ୍ଦେ ମାତରମ୍ ପାରସ୍ପରିକ ଅଭିବାଦନର ଏକ ମାଧ୍ୟମ ହୋଇଗଲାଣି। ଏ ଆନ୍ଦୋଳନ ଯଦି ଲାଗି ରହେ ତେବେ ତୁମେ ଫେରିଲା ବେଳକୁ ଦେଖିବ ସେ ଭାରତବର୍ଷ ବଦଳି ଯାଇଛି। ସ୍ୱଦେଶୀ ଆନ୍ଦୋଳନରେ ଏହା ରାଜନୈତିକ ସ୍ଲୋଗାନର ରୂପ ନେଲା। କଲିକତାର ଟାଉନ୍ ହଲ୍, ଯେଉଁଠାରେ ବିଦେଶୀ ବସ୍ତୁ ବର୍ଜନ ଓ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ସେଠାକୁ ଶହ ଶହ ଜନତା ବନ୍ଦେ ମାତରମ୍ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଯାଇଥିଲେ। 1907 ମେ ମାସରେ ଲାହୋର ସହରରେ ଯୁବକମାନେ ରାୱଲପିଣ୍ଡିର ସ୍ୱଦେଶୀ ଆନ୍ଦୋଳନ ଗିରଫଦାରୀ ବିରୋଧରେ ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ଶୋଭାଯାତ୍ରାରେ ଝଙ୍କୃତ ହୋଇଥିଲା ବନ୍ଦେ ମାତରମ୍। 1908 ମସିହା ଫେବୃଆରୀ 27 ତାରିଖ ଟୁଟିକୋରିନ୍ର କୋରାଲ ମିଲ୍ର 1000 ଶ୍ରମିକ ସ୍ୱଦେଶୀ ଷ୍ଟିମ୍ ଇନ୍ଭେଗେସନ୍ କମ୍ପାନୀ ପ୍ରତି ସମର୍ଥନ ଜଣାଇ ବ୍ରିଟିଶ ସିପିଂ କମ୍ପାନୀ ଦ୍ୱାରା କରାଯାଇଥିବା ଧମକ ବିରୁଦ୍ଧରେ ସ୍ୱର ତୋଳିଥିଲେ। ଶ୍ରମିକମାନେ ବନ୍ଦେ ମାତରମ୍ ଧ୍ୱନି ଦେଇ ରାତି ପର୍ଯ୍ୟନ୍ତ ପ୍ୟାରେଡ୍ କରିଥିଲେ। 1908 ଜୁନ୍ ମାସରେ ହଜାର ଜନତା ବମ୍ବେ, ବର୍ତ୍ତମାନର ମୁମ୍ବାଇର ପୋଲିସ କୋର୍ଟ ସାମ୍ନାରେ ସମବେତ ହୋଇ ବନ୍ଦେ ମାତରମ୍ ଧ୍ୱନି ଦେଇଥିଲେ। ସେ ସମୟରେ ବାଲ ଗଙ୍ଗାଧର ତିଳକଙ୍କ ବିଚାର ଚାଲିଥିଲା। ଅଟକବନ୍ଦୀରୁ ମୁକ୍ତ ହେବା ପରେ ଲୋକମାନ୍ୟ ତିଳକଙ୍କୁ ପୁନାଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାହା ଥିଲା 1914 ଜୁନ୍ 20 ତାରିଖ। ଉପସ୍ଥିତ ଦର୍ଶକଙ୍କ ତୁଣ୍ଡରୁ ଅନବରତ ଧ୍ୱନିତ ହୋଇଥିଲା ବନ୍ଦେ ମାତରମ୍। 1909 ମସିହା ଜୁଲାଇ ମାସ ମଦନଲାଲ ଧିଙ୍ଗ୍ରା ୱିଲିଙ୍କୁ ହତ୍ୟା କରି ଇଂଲଣ୍ଡରେ ମୃତ୍ୟୁଦଣ୍ଡ ପାଇଥିଲେ। ଜୀବନର ପ୍ରଦୀପ ଲିଭିବାର ପୂର୍ବରୁ ତାଙ୍କ ମୁଖରୁ ଭାସି ଆସିଥିଲା ବନ୍ଦେ ମାତରମ୍। ସତରେ ଏ ଧ୍ୱନି ଥିଲା ମୁକ୍ତିର ମନ୍ତ୍ର, ଆନନ୍ଦର ଅଫୁରନ୍ତ ଉତ୍ସ। ଏ ବର୍ଷଟି ଭାରତର ମୁକ୍ତି ସଂଗ୍ରାମର ସ୍ମରଣୀୟ ବର୍ଷ। ପ୍ୟାରିସର ଭାରତୀୟ ମୁକ୍ତିଯୋଦ୍ଧାମାନେ ଏକ ପତ୍ରିକା ପ୍ରକାଶ କରିଥିଲେ। ଜେନେଭାରୁ ପ୍ରକାଶିତ ଏହି ପତ୍ରିକାର ନାମ ଥିଲା ବନ୍ଦେ ମାତରମ୍। ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ବିପ୍ଳବୀମାନଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଦୃଢ଼ ପଦକ୍ଷେପର ବିବରଣୀ ଏଥିରେ ସ୍ଥାନ ପାଇଥିଲା। 1922 ମସିହା ଅକ୍ଟୋବର 22 ତାରିଖ ଗୋପାଳକୃଷ୍ଣ ଗୋଖଲେ ସାଉଥ ଆଫ୍ରିକାର କେପ୍ ଟାଉନରେ ପହଞ୍ଚିଲା ବେଳେ ବିଶାଳ ଜନତା ତାଙ୍କୁ ସ୍ୱାଗତ କରିଥିଲେ ବନ୍ଦେ ମାତରମ୍ ଧ୍ୱନି ଦେଇ। ଏହି ପ୍ରେରଣାଦାୟୀ ମୁକ୍ତି ସଙ୍ଗୀତ ସମ୍ପର୍କରେ ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଲେଖିଥିଲେ, ଏ ସଙ୍ଗୀତର ଉତ୍ପତ୍ତି ସୂତ୍ର ଯାହା ହେଉନା କାହିଁକି, ଏହା ଯେ ବଙ୍ଗଳାର ହିନ୍ଦୁ ଓ ମୁସଲମାନମାନଙ୍କର ପ୍ରଧାନ ରଣଧ୍ୱନିରେ ପରିଣତ ହୋଇଛି, ଏହା ନିଃସନ୍ଦେହରେ କୁହାଯାଇପାରେ। ଏହା ଏକ ସାମ୍ରାଜ୍ୟବାଦ ବିରୋଧୀ ସଙ୍ଗୀତ। ମୋର ଶୈଶବରେ
ମୁଁ ଯେତେବେଳେ ଆନନ୍ଦ ମଠ ଓ ଏହାର ଅମର ରଚନାକାର ବଙ୍କିମଚନ୍ଦ୍ରଙ୍କ ସମ୍ପର୍କରେ କିଛି ଜାଣିନଥିଲି, ବନ୍ଦେ ମାତରମ୍ ସଙ୍ଗୀତରେ ମୁଁ ମୁଗ୍ଧ ହୋଇଯାଇଥିଲି। ବାସ୍ତବିକ ଏହି ସଙ୍ଗୀତ ସହ ଜଡ଼ିତ ଅଛି ପବିତ୍ରତମ ଜାତୀୟତାବୋଧ। ଏହି ସଙ୍ଗୀତ ପୁଣି ବଙ୍ଗଳା ବାହାରେ ଥିବା ଲକ୍ଷ ଲକ୍ଷ ନରନାରୀ ଦେଶପ୍ରେମରେ ଉଦ୍ବୁଦ୍ଧ ହୁଅନ୍ତି। 1905ରୁ 1947 ଭାରତ ସ୍ୱାଧୀନତା ସଂଗ୍ରାମର ଏହି ସଂଘର୍ଷମୟ ପର୍ଯ୍ୟାୟରେ ଦେଶର ଅଗଣିତ ଜନତାର ମୁଖରେ ସ୍ୱତଃସ୍ଫୂର୍ତ୍ତ ଭାବେ ଉଚ୍ଚାରିତ ହେଉଥିଲା ବନ୍ଦେ ମାତରମ୍। ଏହି ଧ୍ୱନି ଦୃଢ଼ ମନୋବଳ ଯୋଗାଇବାରେ ଥିଲା ସକ୍ଷମ। ନିଷ୍ଠୁର ଶାସକର ଲାଠି ଗୋଇଠା ମାଡ଼ ଖାଇ ମଧ୍ୟ ଏ ଧ୍ୱନି ଦେବାରୁ ବିରତ ହେଉନଥିଲେ ସ୍ୱାଧୀନତା ସଂଗ୍ରାମୀମାନେ। ସତେ ଯେପରି ମାଟି ମାଆର ଏହି ଜୟଗାନ